ओम नमो भगवते वासुदेवाय। चतुर्थ अध्याय। वेद पुराण रचि व्यास चित्ते नोहिले परितोष। चतुर्थ अध्याय चरित जहु प्रकाश भागवत। व्यास उवाच एमन्ते भागवत वाणी सुत मुनिंक मुखु शुणी। मुनिंक मध्ये कुलवृद्ध सौनक नामे धर्मशुद्ध। सर्वमुनिंक अवधाने पुच्छन्ति मधुर वचने। सौनक उवाच हे सुत तुम्भे महाधीर बकता जन मध्यवर। जाह्नवी तटे राजा आगे सुकजा कहिले सरागे। से कथा कह आंभ आग तुम्भे जे अट महाभाग। ए भागवत शास्त्र केबे व्यास रचिले केउ दिगे। काहार बोले काहि बसी कि भावे कि हेतु उद्देशी। सुक जे ताहांक कुमर समदरसी निर्विकार। एकांत मति रात्र दिने कृष्ण महिमा जार मने। एकांत मति रात्र दिने कृष्ण महिमा जार मने। निर्माया मूढ़ता प्रतीति लक्षी न पारे केहि गति। ଯାହାର ଆଗମନ କାଳେ ଦେବ କନ୍ୟାଏ ଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ଧାଇଁଲେ ଲଜ୍ଜାକୁ ଉପେକ୍ଷି। ଦେଖିବା ଅର୍ଥେ ଜଳ ତଟେ ମିଳିଲେ ଶୁକଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ସୁର ଯୁବତୀ ଜାଣନ୍ତି ସର୍ବ ପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୂଢ଼ମତି ଚଞ୍ଚଳ ବ୍ୟାସଙ୍କର ମତି। ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାଙ୍କୁ ଚାହିଁ ପଚାରନ୍ତି। ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ। ଏକିଶ ତୁମ୍ଭର ବ୍ୟବହାର ଶେଷୁକ ମୋହର କୁମର। ତରୁଣ ବୟସ ତାହାର ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ। ବୋଲନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାଙ୍କ ହୃଦେ ନାହିଁ। ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି। ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ ବିଷୟର ସେ ଅଛି ସଧ। ଏଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀ ଗଣେ ଶୁକ ରହିଲେ ସେହି ବନେ। ସେ ଶୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜ୍ୟେ। ଜଡ଼ ଉନ୍ମତ୍ତ ପ୍ରାୟ ହୋଇ ତାହାଙ୍କୁ କେହି ନ ଜାଣଇ। କେମନ୍ତେ ପରୀକ୍ଷିତ ମେଳେ ମିଳିଲେ ଜାହ୍ନବୀର କୂଳେ। ତହିଁ ଅନେକ ମୁନି ମଧ୍ୟେ ଭାଗବତ ରସାସ୍ୱାଦେ। ପ୍ରଜାଙ୍କ ଦ୍ୱାରେ ସାୟଂକାଳେ ଯେ ନିତ୍ୟେ ଭିକ୍ଷା ଅର୍ଥେ ମିଳେ। ଗୋଦୋହ ମାତ୍ର ଦ୍ୱାରେ ରହି ଗୃହିଙ୍କି ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର କହିଲେ ଏତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁସୁତ। ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଅଗ୍ରତେ। ଅତି ଅଦ୍ଭୁତ ଅଛୁ ଜାଣି ଏବେ ତରିବୁ ତାହା ଶୁଣି। ସେ ସର୍ବ ରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତିଧର।
ରାଜସମ୍ପଦ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଯେହୁ ଶରୀର ଏ ସଂସାରେ ବହଇ ପର ଉପକାରେ ହରିଚରଣ ଚିନ୍ତି ଚିତ୍ତେ ଯେ ରାଜା ବର୍ତ୍ତେ ଜନହିତେ ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷୀ ଗୃହ ଧନ ଜନ କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ଯେ ମନ୍ତେ ତୁମ୍ଭେ ସକଳ ବିଦ୍ୟାପର କହ ସଂଶୟ ଯାଉ ଦୂର ଏମନ୍ତେ ସୌନକ ବଚନେ ସକଳ ପ୍ରଶ୍ନ ଅନୁମାନେ କହନ୍ତି ସୁତ ମହାରୁଷି ମୁନିଙ୍କ ପ୍ରଶ୍ନ ପରଶଂସି ସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟଜୁତେ ଯୋଜନ ଗନ୍ଧା ଗର୍ଭଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ସେ ଏକ ଦିନେ ପ୍ରାତଃକାଳେ ସ୍ନାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ଅବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ସେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟରେ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିଆଗମେ ପ୍ରାଣୀଙ୍କର ଯେମନ୍ତ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସ୍ୱତ୍ୱ ହୋଇବେ ଶରୀରେ ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ ଦୁର୍ଭୋଗ ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତ୍ତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ ରୁକଜ ଯୁଷାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ ପୈଳ ମୁନି କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୟିମିନିଙ୍କି ଦେଲେ ଶ୍ୟାମ ଯଜୁଜେ ବହି ସମ୍ପାୟନ ଅଙ୍ଗିରା ମୁନି ଅଥର୍ବଣେ ମୋ ପିତା ରୋମ ହରଷଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟେ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ ଚିତ୍ତେ ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତ୍ତେ ବୁଦ୍ଧିମନ୍ଦରେ ବେଦ ମନ୍ଥି ଭାରତ ପଦ ବନ୍ଧେ ଗୁନ୍ଥି
ବେଦୁ ଉଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ। ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ରୂପେ ସୃଜି ବେଦ ମତେ। କଲେ ସର୍ବଧର୍ମ ଯେତେ ତୋଷ ନୋହିଲେ ହୃଦଗତେ। ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନ ରହେ ନିଶ୍ଚଳେ। ଯୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ମନ୍ତ ବିଚାରି। ଅତି କଠୋରେ ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି। କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ। ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ। ତେବେ ନିର୍ମଳ ନୋହେ ମନ ଚିନ୍ତା ଅନଳେ ଛନ ଛନ। ଏ ମନ ଧରି ବିକେ ମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ। ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ। ଏ ମାୟା ତୁଟଇ ଯେ ମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ। କହିବି ଭାଗବତ ଧର୍ମ ଯେଣେ ନ ଲାଗେ ଭବ ଭ୍ରମ। ଏମନ୍ତ ହୃଦये ବିଚାରି ମନକୁ ନ ପାରନ୍ତି ଧରି। ଏମନ୍ତ ସମये ନାରଦ ଆସନ୍ତେ ଶୁଭେ ବୀଣାନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ ଦୂର ଆଗ ସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମ ଆନନ୍ଦେ। ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷୋପାଖ୍ୟାନେ ନାରଦାଗମନଂ ନାମ ଚତୁର୍ଦଶୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।